ନା ତାଙ୍କ ପାଖରେ କାଗଜ ଅଛି, ନା ହିଁ ତାଙ୍କ ପାଖରେ କୌଣସି ଖାତା ରଖିଛନ୍ତି। ତଥାପି ତାଙ୍କ ପାଖରେ ସମସ୍ତଙ୍କର କଳା ଚିଠା ଅଛି। ସମସ୍ତଙ୍କର ସବୁ କର୍ମର ହିସାବ ଅଛି। ସେ ସବୁ କର୍ମର ଫଳ ଦିଅନ୍ତି, ଟିକେ ଡେରିରେ କିନ୍ତୁ ଉଚିତ ଦିଅନ୍ତି, ଯାହାଙ୍କୁ ଭଗବାନ କୁହନ୍ତି। ଗାଁରେ ଜଣେ ଝିଅଙ୍କୁ ସମସ୍ତେ ଅଲକ୍ଷ୍ମୀ ହତଶ୍ରୀ ଏପରି ଅନେକ କିଛି କୁହନ୍ତି। ଏପରି କୁହନ୍ତି କେଉଁଠି ତା ମୁହଁ ଚାହିଁଲେ ଅନ୍ନ ତ ଛାଡ଼ ପାଣି ବି ମିଳେନି। ଦିନଟି ସମ୍ପୂର୍ଣ୍ଣ ଅଶୁଭ ହୋଇଯାଏ। ଦିନେ ରାଜା ସେହି ଝିଅଙ୍କୁ ନିଜ ଦରବାରକୁ ଡାକିଲେ ଏବଂ ତାର ମୁହଁକୁ ଚାହିଁ ଜଙ୍ଗଲକୁ ଶିକାର କରିବାକୁ ବାହାରିଗଲେ। ସିଏ ଏହା ପରୀକ୍ଷା କରୁଥାନ୍ତି କି ଗାଁରେ ପ୍ରଚଳିତ କଥାଟି ସତ ନା ଗୁଜବ। ଜଙ୍ଗଲରେ ଅନେକ ସମୟ ଘୂରିବା ପରେ ମଧ୍ୟ ସେ ଗୋଟିଏ ବି ଶିକାର କରିପାରିଲେ ନାହିଁ। ସେଥିପାଇଁ ସେ ଅନେକ ଚିନ୍ତିତ ଥାନ୍ତି। ସେହି ଚିନ୍ତା କାରଣରୁ ସେ ମଧ୍ୟାହ୍ନ ଭୋଜନ ମଧ୍ୟ କରିନଥିଲେ। ହଠାତ୍ ତାଙ୍କ ସାମ୍ନାକୁ ଗୋଟିଏ ହରିଣ ଚାଲି ଆସିଲା। ରାଜା ଏବେ ସେହି ହରିଣ ଉପରକୁ ତୀର ସାଧିଲେ, କିନ୍ତୁ ତୀରଟି ହରିଣରେ ନ ବାଜି ଜଣେ ସାଧୁଙ୍କ ପାଖରେ ଥିବା ବୃକ୍ଷରେ ବାଜିଲା। ରାଜା ଏବେ ଡରି ଡରି ସେହି ସାଧୁଙ୍କ ପାଖକୁ ଯାଇ କ୍ଷମା ଯାଚନା କଲେ। ସାଧୁ ଜଣକ ମଧ୍ୟ ତାଙ୍କୁ କ୍ଷମା ଦେଇଦେଲେ। ଏବେ ସଞ୍ଜ ହୋଇଯାଇଥାଏ। ରାଜା ଏ ପର୍ଯ୍ୟନ୍ତ ଜଳ ମଧ୍ୟ ସ୍ପର୍ଶ କରିନଥିଲେ ଏବଂ ନିଜର ଅସାବଧାନତା ପାଇଁ ସାଧୁଙ୍କର ଜୀବନ ଯାଉ ଯାଉ ରହିଗଲା। ଏପରି ଚିନ୍ତା କରି ତାଙ୍କୁ ଲାଗୁଥାଏ କି ଗାଁ ଲୋକ ସେହି ଝିଅ ବିଷୟରେ ଯାହା ବି କହୁଥିଲେ ଠିକ୍ କହୁଥିଲେ। ସେହି ଝିଅଟି ସମ୍ପୂର୍ଣ୍ଣ ରାଜ୍ୟ ପାଇଁ କ୍ଷତିକାରକ। ସେଥିପାଇଁ ସେହି ଝିଅକୁ ମୃତ୍ୟୁ ଆଦେଶ ଦେବା ଆବଶ୍ୟକ। ଏପରି ଚିନ୍ତା କରି ଫେରିବା ପାଇଁ ତତ୍ପର ହେଉଥିବା ସମୟରେ ସାଧୁ ଜଣକ ପଚାରିଲେ, କୁହନ୍ତୁ ରାଜନ, ଆପଣ କେଉଁ ଚିନ୍ତାରେ ଅଛନ୍ତି? ରାଜା ଏବେ ତାଙ୍କୁ ସବୁ କଥା କହିଲେ ଏବଂ ପଚାରିଲେ, କୁହନ୍ତୁ ସାଧୁ, ଏପରି ଝିଅକୁ କିପରି ଦଣ୍ଡ ଦେବା ଆବଶ୍ୟକ? ସାଧୁ କହିଲେ, ରାଜନ, ଏଥିରେ ସେହି ଝିଅର କିଛି ଦୋଷ ନାହିଁ, ସବୁ ଦୋଷ ଆପଣଙ୍କର। ରାଜା ପଚାରିଲେ, ତାହା କିପରି ସାଧୁ? ସାଧୁ ଉତ୍ତର ଦେଇ କହିଲେ, ରାଜନ, କାହାର ମୁହଁ ଅଶୁଭ ହୋଇନଥାଏ। ଯେଉଁ ଈଶ୍ୱର ଆପଣଙ୍କୁ ଗଢ଼ିଛନ୍ତି ସେହି ଈଶ୍ୱର ମଧ୍ୟ ସେହି ଝିଅଟିକୁ ଗଢ଼ିଛନ୍ତି। ତେବେ ସିଏ କାହାକୁ ଖରାପ କିପରି ବା ଗଢ଼ିପାରିବେ? ଗାଁର କିଛି ଲୋକ ନିଜ କର୍ମ ପାଇଁ ଦଣ୍ଡ ପାଇଛନ୍ତି। ସେମାନେ ନିଜ କ୍ରୋଧକୁ ଶାନ୍ତ କରିବା ପାଇଁ ଜଣେ ନିରୀହ ଝିଅ ଉପରେ ଦୋଷକୁ ଲଦି ଦେଇଛନ୍ତି। ନିଜର ତ୍ରୁଟି ନ ଦେଖି ସକାଳୁ କାହା ମୁହଁ ଚାହିଁଥିଲେ ଏପରି ଭ୍ରାନ୍ତ ବିଚାର କରି ସେହି ଝିଅଟିକୁ ଦୋଷ ଦେଇଥିଲେ। କ୍ରମତଃ କ୍ରମେ ଏହି କଥାଟି ସମ୍ପୂର୍ଣ୍ଣ ଗାଁରେ ବ୍ୟାପି ଯାଇଥିଲା। ଯେବେ କେହି କୌଣସି କାର୍ଯ୍ୟ କରିବାକୁ ଯାଆନ୍ତି ଏବଂ ଯଦି ସେହି ଝିଅଟି ତାଙ୍କ ସାମ୍ନାକୁ ଚାଲି ଆସେ, ତେବେ ତାଙ୍କ ମନରେ ନକାରାତ୍ମକ ବିଚାର ଚାଲି ଆସେ। ସେଥିପାଇଁ ସେମାନେ ଚାହିଁକି ମଧ୍ୟ କୌଣସି କାର୍ଯ୍ୟକୁ ଠିକ୍ ସେ ସମ୍ପାଦନ କରିପାରନ୍ତି ନାହିଁ। ଯେବେ ନିଜ ତ୍ରୁଟି ପାଇଁ ଅସଫଳ ହୁଅନ୍ତି, ସେତେବେଳେ ବି ତାଙ୍କର ସେହି ଝିଅ କଥା ମନେ ପଡ଼େ, କିନ୍ତୁ ନିଜର ଦୋଷ ମନେ ପଡ଼େ ନାହିଁ। ପ୍ରତ୍ୟେକ ମଣିଷ ନିଜ ଜିତିବା ପାଇଁ ନିଜକୁ ଶ୍ରେୟ ଦେବାକୁ ଚାହାନ୍ତି, କିନ୍ତୁ ହାରିବା ପାଇଁ ଅନ୍ୟକୁ ଦୋଷ ଦେବାକୁ ଚାହାନ୍ତି। କାରଣ ତାଙ୍କର ହାରିବା ଠାରୁ ହାରିବାର ଦୋଷ ମୁଣ୍ଡେଇବାକୁ ଅଧିକ ଡର ଥାଏ। ସବୁକିଛି ବିଚାର ଉପରେ ନିର୍ଭର। ଯଦି ବିଚାର ଶୁଭ ହୋଇଥାଏ ତେବେ ଶୁଭ ଫଳ ନିଶ୍ଚୟ ପ୍ରାପ୍ତ ହେବ, କିନ୍ତୁ ବିଚାର ଯଦି ଅଶୁଭ ହୋଇଥାଏ ତେବେ ସବୁ ଅଶୁଭ ହୋଇଯାଏ। ଉଦାହରଣ ସ୍ୱରୂପ ଆପଣ ବାରମ୍ବାର ସେହି ଝିଅ ବିଷୟରେ ଭାବିଲେ, ତାର ଅଶୁଭ ମୁହଁ କଥା ଚିନ୍ତା କଲେ। ସେଥିପାଇଁ ଆପଣ ଠିକ୍ ସେ ଶିକାର ପ୍ରତି ଧ୍ୟାନ କେନ୍ଦ୍ରିତ କରିପାରିଲେ ନାହିଁ ଏବଂ ଶିକାର ନ କରିବାର ଦୋଷ ଆପଣଙ୍କୁ ଭିତରୁ କ୍ରୋଧିତ କରିଦେଲା। ଲୋକଲଜ୍ଜା ଭୟରୁ ବଞ୍ଚିବା ପାଇଁ ଆପଣଙ୍କ ମନ ଯିଏ ବାରମ୍ବାର ସେହି ଝିଅ କଥା ଭାବୁଥିଲା, ସେହି ମନ ହିଁ ଆପଣଙ୍କୁ ଏହି ବିଶ୍ୱାସ ଦେଲା କି ସବୁ ଦୋଷ ସେହି ଝିଅର ଅଶୁଭ ମୁହଁ ପାଇଁ ହୋଇଛି। ଯେବେ ଆପଣ ତୀର ସାଧିଥିଲେ ସେତେବେଳେ ମଧ୍ୟ ଆପଣଙ୍କ ମନ ଅଶୁଭ ଚିନ୍ତାରେ ବୁଡ଼ି ରହିଥିଲା। ସେଥିପାଇଁ ଆପଣଙ୍କ ଲକ୍ଷ୍ୟ ଭୁଲ ସ୍ଥାନରେ ବାଜିଥିଲା। ଏବେ ରାଜା ନିଜର ଭୁଲକୁ ବୁଝିପାରିଥିଲେ। ଦର୍ଶକ ବନ୍ଧୁ, ଶୁଭ ଅଶୁଭ ଏସବୁ କେବଳ ମନର ଭ୍ରମ।
विचार शुद्ध एवं सकारात्मक रखु देखिए आपण जीवन में सबू शुभ ही हेब। भगवानंकर यही सृष्टि भितर किछि भी अशुभ नुहे, किछि भी असुंदर नुहे, बास देखिबार दृष्टिकोण बदलांतु। सबु शुभ एवं सबु सुंदर लागिबो। एही दुनिया रे केही भी भूल नुहंती। सामाजिक दृष्टिकोण समस्ते अलग अलग होई थाई पारंती, किंतु समस्तंकर विचार तांको निज हिसाब रे ठीक ही होई थाए। हरिण को बाघ मारिदेले आमे बाघ को खराब कहिबा कथा नुहे, कारण यदि बाघर दृष्टिकोण देखा जाए तेबे सेही बाघर आहार हेउची हरिण। तार पेट पाई तार विचार मध्य ठीक होई थाए। सेहीपरि दुनिया रे समस्ते निज निज विचार हिसाब रे ठीक होई थांती। आमको एठारे बंचिबा को हेले निजर यथेष्ट बुद्धि एवं विवेक सठिक मात्रा रे खर्च करबा उचित। काहाको खराब न कही निजर विचार एवं निजर कर्म को भल करबा आवश्यक। चुप रुहंतु, शांत रुहंतु। देखिबे दिन आसीबो लोके पागल हेबे आपणक सह कथा हेबाको। चुप रही शुणिबा द्वारा ठीक भूल रो अंतर जानि परिबा एवं शांत रहिबा द्वारा ठीक भूल रो उचित निर्णय करि परिबा। काहाको खराब कही निजे खराब हुअंतु नाही, बरं निजे शांत रही भल हुअंतु। खराब कर्म फल देवा पाई ऊपर जण निश्चय अछंती। आमे अଯଥା चिंता करिबा द्वारा केवल निजर क्षति करिबा होइथाय। सेथिपाई दुनिया को बदलैबार इच्छा छाड़ी निजको बदलांतु। आपणक दृष्टिकोण बदली गले आपणक पाई संपूर्ण दुनिया आपे आपे बदली जिवो। जीवन रे सबु खेल दृष्टिकोणर। यदि दृष्टिकोण उत्तम होइथाय तेबे बेकार जिनिसर भी उत्तम परिणाम नजर आसीबो। जेपरि जल जदि खराब हो जाइछि ताकू आमे पी परिबा नाही, किंतु ता द्वारा निया निश्चय लिभा जाई परिबो। प्रत्येक जिनिसर निजस्व प्रतिभा रही यह सत। चपल केवल पादरे पिंधिबा पाई ताकू मुंडर मुकुट करा जाई परिबो नाही, कि मुकुट को पादर चपल मध्य करा जाई परिबो नाही। किंतु एही दुईटी जिनिसर अलग अलग काम। मुकुट को बड़ करी देई केबे चपल को छोट भाबंतु नाही। मुकुट तो केवल मुंडर शोभा बढ़ाई थाए, किंतु चपल पादर शोभा बढ़ाइबा सह पाद को सुरक्षित भी रखि थाए। कौनसी भी जिनिस अयोग्य नुहे, कौनसी भी मनीष अयोग्य नुहंती। ए सब को अयोग्य बनाई थाए आपणकर विचार। सेथिपाई बहुत जरूरी यह कि निजको चिन्हिबा, तापरे आपण भी जानी जिबे कि आपण वास्तव रे कौन अटंती। ता सह यह मध्य आपे आपे बुझी जिबे कि सबु जिनिस सबु मनीषर वास्तव रे कौन कौन मूल्य रखते। जेतिकी सांग जरूरी सेतिकी शत्रु भी जरूरी। सांग सफलता रास्ता रे साथी रे रुहे, किंतु शत्रु ईर्षा एवं जिद्दी को निया परि जाली आमको पछरु सफलतार रास्ता रे प्रेरणा दे थाए। जेतिकी हसिबा जरूरी सेतिकी कांदिबा भी जरूरी। हसिबा जीवन को आनंद दे थाए, किंतु कांदिबा दुख को भूलिबा पाई शक्ति मध्य दे थाए। जीवन पाई सबु जरूरी। अदरकारी भाभी काहाको अनादर कर नाही। जीवन रे किए केते बेले अधिक जरूरी होई जीवो एहा काहाको भी जଣା नाही। भलरे रुहंतु, खुशी रे रुहंतु, निजर जत्न नियंतु। नुआ थिले सब्सक्राइब करिबा सह भल लागिथिले लाइक एवं अन्य मानक सह शेयर निश्चय करंतु। निजर मतामत कमेंट रे जणांतु। जय जगन्नाथ, जय श्री कृष्ण। धन्यवाद।